ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଚୋରି କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ସାପ୍ତାହିକ ହାଟରୁ ତ ଆଉ କେତେବେଳେ ସ୍କୁଲ ପରିସର ତ ଆଉ କେତେବେଳେ ଜନଗହଳିପୂର୍ଣ୍ଣ ରାସ୍ତାରୁ ବାଇକ୍, ସାଇକେଲ, ମୋବାଇଲ ଆଦି ବିଭିନ୍ନ ସମୟରେ ଚୋରି ହେଉଛି। ଏଠି ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଡୁଙ୍ଗୁରିପାଲି ପୋଲିସର ପେଟ୍ରୋଲିଂ ଅଭାବରୁ ଚୋରି ବୃଦ୍ଧି ହେଉଥିବା ଅନୁମାନ କରାଯାଉଛି। ଆମେ କହୁଛୁ ଗତ 3-4 ଦିନ ତଳେ ଦିନ 2 ପ୍ରହରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଦୁଇଟି ସାଇକେଲ ଚୋରି ହେବା ଘଟଣାରେ ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ଥିବା ବେଳେ ବସ୍ତିଠାରେ ହେଉଥିବା ନାମ ଯଜ୍ଞଠାରୁ ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେଣୁକରି ଡୁଙ୍ଗୁରିପାଲିରେ ଚୋରି ବୃଦ୍ଧି ପାଉଥିବାରୁ ପୋଲିସର ପାରିବ ପଣିଆ ଉପରେ ପ୍ରଶ୍ନ ଉଠୁଛି। ଆପଣମାନେ ଦେଖନ୍ତୁ ଦୁଇଟି ଚୋରିର ସିସିଟିଭି ଲାଇଭ୍ ଭିଜୁଆଲ। ପ୍ରଥମଟି ସ୍କୁଲରୁ କିପରି ସାଇକେଲ ଚୋରି ହେଉଛି ଓ ଦ୍ୱିତୀୟଟି ବସ୍ତି ରାସ୍ତାରୁ ଏକ ବାଇକ୍ କିପରି ଚୋରି କରି ନେଇ ପଳାଉଛି। ତେବେ ଆପଣମାନେ ଦେଖିଲେ ତ କିଭଳି ଚୋରି ହେଉଛି ଦିନବେଳା। ଏହି ସମୟରେ ଯଦି ଡୁଙ୍ଗୁରିପାଲି ପୋଲିସ ନ ଚେତେ ତାହେଲେ ଆଗକୁ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।